ଆପଣ ପରିଚୟଟା ମୋ ନାଁ ସସ୍ମିତା ମଲ୍ଲିକ, ଘର କୋଉଠି? ଖଟୁଆପଡ଼ା ଧଉଳି। କ'ଣ ହେଇଥିଲା ଆଜି ଥାନାରେ ଏତେ ଲୋକ ଦେଖିବାକୁ ମିଳିଛି? ଆମ ଗାଁରେ ଆଜି ଅଷ୍ଟପ୍ରହରୀ ଚାଲିଥିଲା। ସେଇ ଟାଇମ୍ରେ ମୋ ପିଲା ଦୁଇଟା ବାହାରେ ଖେଳୁଥିଲେ। ସେଇଠୁ ଦୁଇଟା ପିଲା ଚୋର କିଏ ଆସିକି ଉଠେଇ ନେଇଯାଉଥିଲେ। ଆମ ଗାଁ ଲୋକ ସବୁ ସେ ଛୁଲା ଦୁଇଟା କାନ୍ଦିବାରୁ ଆମ ଗାଁ ଲୋକ ସବୁ ଜବରଦସ୍ତି କରି ତାକୁ ଧଉଳି ଥାନାରେ ଦେଇଛନ୍ତି। ନା ନା ଆମେ ଜାଣିନାହୁଁ। ପିଲା କ'ଣ କହିଲେ? ପିଲା ଜୋରରେ ଚିତ୍କାର କରି କାନ୍ଦିବାରୁ ଆମେ ଆସି ତାଙ୍କୁ ଗାଁ ଲୋକ ସବୁ ଥିଲେ ତ ଅଷ୍ଟପ୍ରହରୀ ସକାଶୁ ସବୁ ସେଇଠୁ ନେଲେ। ତାଙ୍କୁ ଆଣିକି ଧଉଳି ପିସିଆଇ ଡାକି ଧଉଳି ଥାନାରେ ଦେଇଛନ୍ତି। କମଳା ସାହୁ, ଘର ଖଟୁଆପଡ଼ା। କ'ଣ ହେଲା ଘଟଣା? ଏତେ ସ୍ତ୍ରୀ ଲୋକ ଆମର ଅଷ୍ଟପ୍ରହରୀ ଚାଲିଛି ଆମ ଗାଁରେ। ଆଜି ନଗରୀ ଲୋକମାନେ ସେଠି ସମସ୍ତେ ଅଛନ୍ତି, ନଗରୀ ହେଉଛି। ସେତିକିବେଳେ ଛୁଆ ଯୋଡ଼େ 3 ଜଣ ସ୍ତ୍ରୀ ଲୋକ ଆସିକି ସେ ଛୁଆଙ୍କୁ ଧଇଲେ। ଯେତେବେଳେ ଧଇଲେ ସେ ଛୁଆ ଦୌଡ଼ା ଦୌଡ଼ିକି ଆସିଲା ଖୁଣୁ ଆମେ ସେଠୁ ସମସ୍ତେ ଯାଇକି ଧରିଲା ଖୁଣୁ ସେ ଆମକୁ ବାଡ଼ିଆ ପିଟା କରୁଛନ୍ତି ସେ ସ୍ତ୍ରୀ ଲୋକ 3 ଜଣ। ଆଉ ସେ ସ୍ତ୍ରୀ ଲୋକଙ୍କୁ ତ ଆମେ ଚିହ୍ନିନୁ, ସେ ସ୍ତ୍ରୀ ଲୋକ ଏଇଠି ଅଛନ୍ତି। ଆମେ ତାଙ୍କୁ ବାଡ଼ିଆ ସମସ୍ତେ ଓଗାଳିଲା ଖୁଣୁ ପୋଲିସ ବାଲାକୁ ଫୋନ୍ କଲା ଖୁଣୁ ସେ ଯାଇକି ଆଇଲେ। ଗାଁ ଭିତରେ କ'ଣ କରୁଥିଲେ ଆପଣ? ସେ ଛୁଆଙ୍କୁ ଗୋଡ଼େଇଥିଲେ ଧରିବାକୁ। ସେଇପାଇଁ ଆମେ ସମସ୍ତେ ଥିଲୁ। ଗୋଟେ 5 ବର୍ଷର 6 ବର୍ଷର ହେବ, ଆଉ ଗୋଟେ 3 ବର୍ଷର। ଆଉ ସେ ତାଙ୍କୁ ତ ଡାକିଲେ ଧନଲ କହିକିରି ଯେତେବେଳେ ଡାକିଲେ ବଡ଼ ଛୁଆଟା ଦୌଡ଼ିକି ପଳେଇଲା। ସାନ ଛୁଆଟାକୁ ସେ ଧରି ପକେଇଲା ଖୁଣୁ ସେ ଡାକ ପକେଇଲେ ସମସ୍ତେ ଡାକ ପକେଇଲା ଖୁଣୁ ଆମେ ସେମିତି ଥିଲୁ ସେଇଠି ଗଲୁ ହେରି ତାଙ୍କ ପାଖକୁ। ହଁ, ସିଏ ତଳେ ଛୁଆଙ୍କୁ ଡାକିଛି, ବଡ଼ ଛୁଆଟା ଡାକ ପକେଇଲା ଆମକୁ ଧରି ନେଇଯାଉଛନ୍ତି। ଆମେ ଦୌଡ଼ା ଦୌଡ଼ିକିରି ସମସ୍ତେ ଗଲୁ। ସେ ତ ଧରିକିରି ସେ ଭିତରେ ଠିଆ ହେଇଥିଲା। କୁଆଡ଼େ ଯାଇନାହାନ୍ତି, ସେଇଠି ଧରିକି ଠିଆ ହେଇଥିଲେ। ସମସ୍ତେ ଅଟକେଇ ଦେଲୁ ଯେମିତି ସେ ରହିଗଲେ। ଆଉ ତାପରେ ତ ଆମେ ତାଙ୍କୁ ସମସ୍ତେ ଓଗାଳିକିରି ଗାଁ ଯାକ ଲୋକ ଓଗାଳିକିରି ପୋଲିସ ବାଲାଙ୍କୁ ହ୍ୟାଣ୍ଡଓଭର କରିଛୁ। ଆଉ ଆମେ ଭାବିଲୁ, ଆମେ ଦେଖୁଛୁ ଛୁଆ ଚୋରି କରି ଲୋକ ନେଇଯାଉଛନ୍ତି। ଆମେ ସେଇ ପିଲା ଚୋର ବୋଲିକିରି ଆମେ ଭାବିକିରି ସମସ୍ତେ ଡକାଡକି ହେଇକିରି ଗଲୁ। ଛୁଆ ଯେତେବେଳେ ରଡ଼ି ପକେଇଲା ଆମେ ଭାବିଲୁ ଏ ପିଲା ଚୋର। ଆଜିକାଲି ସ୍ତ୍ରୀ ଲୋକ ଚୋରି କରୁଛନ୍ତି ନା, ସେଇ ହିସାବରେ ଆମେ ସମସ୍ତେ ଗୋଡ଼ା ଗୋଡ଼ି ହେଇକିରି ଗଲାବେଳକୁ ସିଏ ସେଠୁ ଛୁଆଟାକୁ ଛାଡ଼ିଦେଲା। ସିଏ ଛଡ଼େଇକି ନେଇଗଲେ। ସିଏ ଆମକୁ ଯେଛା ତାଇକିରି କହି ତମେ ବାଞ୍ଝ, ତମେ ଜନ୍ମ କରିନ, ଏମିତି ଯେଛା ତାଇକିରି କହିଲା। ଆଉ କହିଲା ଖୁଣୁ ଆମେ ସେଠୁ ପୋଲିସ ବାଲାକୁ ଫୋନ୍ କଲୁ। ଗାଁ ଯାକ ସମସ୍ତେ ଅଛନ୍ତି ନା, ସମସ୍ତେ ଅଷ୍ଟପ୍ରହରୀ ହେଉଛି, ସବୁ ପିଲା ଆସି ଯେମିତି ଓଗାଳିଲେ ସେଠୁ ପୋଲିସ ବାଲାଙ୍କୁ ହ୍ୟାଣ୍ଡଓଭର କରିଛୁ ଆମେ। ଆଉ ଆମେ ଭାବିଲୁ ପିଲା ଚୋର। ହଁ, ଆମେ ତ ଜାଣିନୁ ନା ସେ କିଏ ବୋଲି। ସେ ସମସ୍ତେ 3 ଜଣ ଗୋଟେ ରକମ ଅଛନ୍ତି। ଆଉ ସବୁ ଚୋର ପିଲା ଚୋର ତ ଏମିତି ଆସୁଛନ୍ତି ନା ଗାଁକୁ। ଆମେ ଦେଖୁଛୁ ପୁରୁଷ ଲୋକ ନଥିଲେ, ଖାଲି ସ୍ତ୍ରୀ ଲୋକ 3 ଜଣ। ତାଙ୍କର ପୁରୁଷ ଲୋକ କେଉଁଠି ଥିବେ, ସିଏ କେଉଁଠି ରଖିଥିବେ ନା, ଆମେ ତ ସେ ବିଷୟରେ ଜାଣିନୁ। ସିଏ ଅଟୋରେ ଆସିକି ଆମକୁ ଛାଡ଼ି ଦେଇ ଯାଇଛନ୍ତି। ଏ ଚୋରି କରି ନେଇକି ତାଙ୍କୁ ଫୋନ୍ କରିବେ, ସେ ଆସିକି ନେବେ। ଆଉ ସେ ହିସାବରେ ଥିଲେ। ଆଉ ସେ ଥାନାରେ ଅଛନ୍ତି, ଥାନା ହ୍ୟାଣ୍ଡଓଭର ହେଇଛନ୍ତି ଧଉଳି ଥାନାରେ, ଭିତରେ ବସିଛନ୍ତି। ମଞ୍ଜୁଲତା ସାହୁ, ଆମେ ଧଉଳି ଖଟୁଆପଡ଼ାରୁ ଆସିଛୁ। ଘଟଣା ଘଟିଲା, ଗାଁରେ ଅଷ୍ଟପ୍ରହରୀ ହେଉଛି। ସେ ଗୋଟେ ଅଟୋରେ 3-4 ଜଣ ଆସିଥିଲେ। ଅଟୋଟା ବାହାରେ ରହିଲା। ସେ 3 ଜଣ ସ୍ତ୍ରୀ ଲୋକ ଭିତରକୁ ପଶିଗଲା ଭିତରେ ସେ ଛୁଆଙ୍କୁ ଧରୁଥିଲେ ନେବା ପାଇଁକା। ଆମେ ତ ଜାଣିନୁ, ଚୋର ଏବେ ବି ପିଲା ନେଇଯାଉଛନ୍ତି। ସେଠୁ ଆମେ ସେଠୁ ଘୋ ଘା କଲା ଭିତରେ ତାଙ୍କୁ ଧରା ପକେଇଲୁ ଯେ ଇଏ କହିଲେ ମୋ ପିଲା କହିଲା ବେଳକୁ ସମସ୍ତେ କହିଲେ ଇଏ ଚୋରି କରିକି ନେଉଛନ୍ତି। ସମସ୍ତେ ଧରାଧରି ହେଇଗଲେ। ଆଉ ସିଏ ଯାଇପାରିଲେନି। ଯାଇ ନ ପାରିବା ଭିତରୁ ଆମେ ସମସ୍ତେ ଡକାଡକି ତାଙ୍କୁ ଓଗଳାଓଗଳି କରିକି ଥାନାକୁ ଫୋନ୍ କଲା ଭିତରେ ପିସିଆର ଯାଇକି ତାଙ୍କୁ ଆଣିଛନ୍ତି। 3 ଜଣଙ୍କୁ ଧରିକି ଥାନାରେ ରଖିଛନ୍ତି। ଆମେ କିଏ ବୋଲି ଆମେ ଜାଣିନୁ। ଏବେ ତ ଚାଲିଛି ପିଲା ଚୋର ବୋଲି ସମସ୍ତେ ଆମେ ଜାଣୁଛୁ। ସେଥିଯୋଗୁଁ ଆମେ ଭାବିଲୁ ଚୋର ଆସିକି ଧରିକି ନେଇଯାଉଛନ୍ତି। ଆମ ଘଟଣା ଯେଉଁ ଅଷ୍ଟପ୍ରହରୀ ହେଉଛି ତ ସେ ଘୋଗା ନେଇକି ପଳେଇବ, କିଏ ଜାଣିପାରିବେନି ବୋଲି ଯେ ଆମ ଆଗରେ ସେ ଧରା ପଡ଼ିଲେ। ଛୁଆ ଯେତେବେଳେ କାନ୍ଦିଲେ ମୋତେ ନେଇଗଲେ ବୋଲି ସେଠି ସମସ୍ତେ ଦୌଡ଼ା ଦୌଡ଼ିକି ତାଙ୍କୁ ଓଗାଳିଲେ। ସେ 3 ଜଣଙ୍କୁ। ସ୍ତ୍ରୀ 3 ଜଣ ଥିଲେ, ପୁରୁଷ 2 ଜଣ ବାହାରେ ଥିଲେ ଅଟୋ ଧରିକିରି। ଏ 3 ଜଣ ଭିତରେ ପଇଦେଲେ। ଅଟୋ 1 କିଲୋମିଟର।
କିଲୋମିଟର ଥିଲା। ଆଚ୍ଛା, ଏମିତି ଏମାନେ ଭିତରେ ଅଷ୍ଟପହରୀ ଭିତରେ ଥିଲେ ସମସ୍ତେ କହିଲେ ଜାଣିପାରିବେନି ତ ଆମେ ଏପଟେ ନେଇକି ପଳେଇବୁ ଆଉ ସେଇ ହିସାବରେ ସମସ୍ତେ ସେ ଯେମିତି ପିଲାମାନେ କାନ୍ଦିଲେ ଆମକୁ ନେଇଗଲେ ଡାକ ପକେଇଲେ ସମସ୍ତେ ସେଇଠୁ ଓଗାଳି କରିଦେଲେ। ଓଗାଳି କଲା ଭିତରେ ଥାନାକୁ ଫୋନ୍ କରାହେଲା। ଥାନାବାଲା ଯାଇକି ତାଙ୍କୁ 3 ଜଣଙ୍କୁ ଆଣିକି ଥାନାରେ ବସାଇଛନ୍ତି।